এই পরিবেশକୁ ଦେଖିଲେ ମନେ ପଡ଼େ ଯେଉଁ ଧନୁଆ ନଦୀ ଦିନେ ଉପକୂଳକୁ ଖସାଉଥିଲା 500ରୁ ଉର୍ଦ୍ଧ୍ୱ ବସ୍ତି ବାସିନ୍ଦାକୁ ଦୀର୍ଘ 6 ମାସ ଧରି ପେଟକୁ ଦାନା ଦେଉଥିଲା। ଆଜି ସେହି ନଦୀ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିଛି। କଥାରେ ଅଛି ଧନୁଆ ନଦୀ ସୁଅତି ପ୍ରଖର ନାହିଁ ତାର ପର ନାହିଁ ତର ଆପଣା। ସେ କେତେବେଳେ କାହାକୁ ଆପଣା କରି ନାହିଁ କି କାହାକୁ ପର କରି ନାହିଁ, କିନ୍ତୁ ତାର ଗାମୁଛା ତଳେ ଏହି ଉପକୂଳବର୍ତ୍ତୀ ଆନନ୍ଦରେ ଉଲ୍ଲାସରେ କାଳାତିପାତ କରନ୍ତି। କିନ୍ତୁ ପରିତାପର ବିଷୟ ଦୁଃଖର ବିଷୟ ଆଜି ଧନୁଆ ନଦୀ ଶୋଷିତ ନିଷ୍ପେଷିତ ଭାବରେ ପଙ୍କଯୁକ୍ତ ହୋଇ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଯେତେ ଦୁଃଖ ଜଣାଇଲେ ମଧ୍ୟ ମୋର ସରକାର ନିରୁତ୍ତର ମୁକ ସାରିଛି। ଖରାଦିନ ମାଡ଼ି ଆସୁଛି, ଯେଉଁ ଖରା ବୈଶାଖ ମାସ ଧାନରେ ଗାଈ ଗୋରୁ ଛେଳି ମେଣ୍ଢା ତତ୍ସହିତ ଏ ଉପକୂଳବର୍ତ୍ତୀ ମଣିଷମାନେ ନିର୍ଭୟରେ କାଳାତିପାତ କରନ୍ତି, କାରଣ ପାଖରେ ଧନୁଆ ନଦୀ ଅଛି। ଯେଉଁ ଧନୁଆ ଦିନେ ଇତିହାସ ଆସିଥିଲା 18 ଖଣ୍ଡ ଶବରକୁ ନେଇ, ଯେଉଁ ଧନୁଆ ନଦୀ ସାଧାରଣ ମହାଣ ପାଇଁ ବହିଥିବା କାଦର ଦୟା ଧାର କରି କୁଶବସ୍ତ୍ର ପାଣିକି ସୁନ୍ଦର ଭାବରେ ନିଷ୍କାସନ କରିଥାଏ, ଲାଘବ କରିଥାଏ, ସେହି ଧନୁଆ ନଦୀକି ଆଜି ଅବହେଳିତ ହୋଇ ସରକାର ହଜାର ବାର ମୁଣ୍ଡ ପିଟିଲେ ମଧ୍ୟ ଡେଲ୍ଟା ମହାଶୟମାନେ ଶୁଣୁନାହାନ୍ତି। ତେଣୁ ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେଲେ ଆଶ୍ୱସ୍ତି ଲାଭ କରିବେ ଏ ଉପକୂଳବର୍ତ୍ତୀ। ଧନ୍ୟବାଦ।